କିନ୍ତୁ ମୋର ସେ ସବୁ ନାହିଁ। ମୋର କଣ କହିଲ ୱାର୍କର ଧରିବ କାମ କରିବ ମତେ ପଇସା ଦେବ। କହୁନୁ କେତେ ପଇସା ହେଲା ମତେ ନାଇଁ ମତେ ପେଟକୁ ଭୋକ ମୁଁ ନା ଭଲ ଲାଗେନି। କେତେ ପଇସା ହେଲେ ହେଇଯିବ ମତେ କହ ଏକାଥରେ। ମୁଁ ସେଇ ହିସାବରେ ଭାଇ ସାଙ୍ଗରେ କଥା ହେଇଯିବି। ନାଇଁ ନାଇଁ ତୁ କହ ସେଗୁଡ଼ା ମତେ ପଢାନି ଜମା। ମତେ ଏକାଥରେ କହ ଯେମିତି ଏଇ କଥା କହିଲୁ ତୁ 12,000 କହୁଥିଲୁ ଏଇଆ ମୁଁ 1,000 ଟଙ୍କା କାଟିଲି 11,000 ଫାଇନାଲ। 12,000 କାହିଁକି କହିଲି ଜାଣିଛ ମୁଁ 2,000 ନେଇଥାନ୍ତି ସେ 5,000 10,000 ନେଇଥାନ୍ତି। ମୋ ପାଇଁ ଗୋଟେ କାମ କର 1,000 ଟଙ୍କା ଆଉ କଣ 15,000 କହିଲେ କାହିଁକି କହିଲି ସେ 5 ମୁଁ 5 ମୁଁ 5 ବୁଝିପାରୁଛ। BLW ସେଠୁ ସେ ଯୋଉ କଣ ଏଡିଓ ମ୍ୟାଡାମ ତାଙ୍କୁ ଦେଇଦେ ସେ କଣ ଦରକାର ତାଙ୍କୁ ନଦେବି ତୋ ପରେ ଆଉ କାହାର କରିପାରିବିନି। ଯାଉ ତୋ କଥାରେ ସେ ରହିଛନ୍ତି ବୋଲି ତୁ କରିଦେଉଛୁ ନା। ବୁଝିପାରୁଛୁ ତୋ ପରେ ଆଉ କାହାର କରିପାରିବି ସିଏ ଗଲା ବର୍ତ୍ତମାନ ତୋର। ଆଉ ଯଦି ସରପଞ୍ଚ ଅବଜେକ୍ସନ କଲା ଏବେ ମୁଁ ମାଣ୍ଡ ମାଗିଆ ସରପଞ୍ଚ କିଏ ବି ସରପଞ୍ଚ ମାଗିଆ ଆମ ବିଜେପି ବାଲା ସରପଞ୍ଚ ମାଣ୍ଡ ଛୋଡ଼ିବ ମାଗିଆ ସରପଞ୍ଚ କିଏ ମାଗିଆ ମୁଁ କଥା କହିଲି ମାଗିଆ ବାହାରେ ମୁଁ କଥା ହେବି ସରପଞ୍ଚ କହିଲି ମୁଁ ତୁ ବାହାରେ ମୁଁ କଥା ହେବି ସବୁ ବଇଛନ୍ତି ହେଲା କହିଲା କଣ ମେତେ ବାହାର କରିଦୁ ମୁଁ କହିଲି ତୁ ମାଣ୍ଡ ମୁଣ୍ଡି ଇଏ ସେଠୁ ଅଛି। ତାପରେ ନାୟବ ସରପଞ୍ଚ ଜଗା କଣ ସିଏ କଣ ତା କାଟି ଶିଖୁଛି ୱାର୍ଡ ମେମ୍ବର ଗୋଟେ ହେଇଛୁ ନାୟକ ସରପଞ୍ଚ ତୁ ହେଇଛୁ ୱାର୍ଡ ମେମ୍ବର ତୁ ନାୟକ ସରପଞ୍ଚ ତୋ ୱାର୍ଡରେ କେଇଟା ମାଗିଆ କାମ ଗୁଡ଼ିକୁ ମାଗିଆ ମେଘୁ 50 ଲକ୍ଷ ଟଙ୍କା କାମ କଲେ ତା ୱାର୍ଡରେ ତୁ ଗୋଟେ ସରପଞ୍ଚର ତଳ ହଉଛି ନାୟକ ସରପଞ୍ଚ ତୋ ୱାର୍ଡରେ କେଇଟା କାମ ଆଣି ପଞ୍ଚାୟତ ଫଣ୍ଡରୁ ପୁରେଇଛୁ କହିଲୁ। ତାମାନେ ତମେ ସବୁ ରୋକିଥିବ ଆମେ କାହିଁ ରୋକିବୁ ଆମ ଗାଁ କାମ ଆଜ୍ଞା ଆମେ ଉପକୃତ ହବୁ ନା ଆଉ। ତାହେଲେ ସେ କାମ କରିପାରୁନି କାହିଁକି ସେ କରିପାରୁନି କାହିଁକି ଯେହେତୁ ସରପଞ୍ଚକୁ ସିଏ କଣ କରୁଥିଲା କହିଲୁ ଅନାସ୍ଥା ପ୍ରସ୍ତାବ ଆଣିଥିଲା ଗୋଟେ ମଝିରେ ଉଠିଥିଲା ଅନାସ୍ଥା ପ୍ରସ୍ତାବ ମୁଁ ତାକୁ ସପୋର୍ଟ କରିଥିଲି। କାହାକୁ ଜଗାକୁ ଜଗା ଧଇଲାନି ମତେ ମୁଁ ସପୋର୍ଟ କରିଥିଲି ହେଲା ଯେ ଧରିଥାନ୍ତା ମୁଁ ସପୋର୍ଟ କରି। ତାହେଲେ ଚିଣ୍ଟୁ ଦା ଏଇଆ କଣ ବବିତା ରାଣୀ ପୁଷ୍ଟି କୋଉ ଘରେ ରହୁଛ? ଏଇ ଚାଳ ଘରେ। କଣ କହିବ ଏ ଘର କଥା କଣ ହେଇଛି ପ୍ରୋବ୍ଲେମ? ଏଇ ତ ଭଙ୍ଗା ଘର ଭଙ୍ଗା ଚାଳ ଏଇଥରେ ରହୁଛି ଆଉ କଣ କରିବି। ସରକାରଙ୍କ ତରଫରୁ ଘର କିଛି ମିଳିଛି? ହଁ ଏଇ ସେଇ ଘରଟା ମତେ ମିଳିଛି ବହୁତ କଷ୍ଟରେ ଭାଇ ମୋର ସେ ଘରଟା ମୋ ପାଇଁ କରିଛନ୍ତି। ଆଉ ଦେଖିଲା ବେଳକୁ ଗୋଟେ ଗଗନ ବୋଲି ଗୋଟେ ପିଲା ସେ ଧମକ ଦଉଛି କହୁଛି ଯଦି ପଇସା ନଦବ 15,000 ତାହେଲେ ମୁଁ ତମ ଘର କରେଇ ଦେବି ନାହିଁ। ଘର ସରକାରଙ୍କ ତରଫରୁ ପାଇଛ? ହଁ। ଗଗନ କୋଉଠିଆ ପିଲା? ମୋ ଭାଇ ଜାଣିଛନ୍ତି କିନ୍ତୁ ମୁଁ କହିପାରିବିନି ତା ଘର କୋଉଠି। ସେ ଧମକ ଦଉଛି କହୁଛି ପଇସା ନଦେଲେ ମୁଁ ତମ ଘର କରେଇ ଦେବିନି। ମୋ ନାଁ ଗଣେଶ୍ୱର ପୃଷ୍ଟି ମୁଁ ନେମାଳ ଗ୍ରାମ ପଞ୍ଚାୟତ 11 ନମ୍ବର ୱାର୍ଡର ନିବାସୀ। ମୋର ବଡ଼ ଭଉଣୀ ହେଉଛନ୍ତି ଜଣେ ଦିବ୍ୟାଙ୍ଗ ମାନସିକ ବିକୃତ। ବହୁ କଷ୍ଟରେ ସେ ଏଇଭଳି ଘରେ ଆମେ ରହୁଥିଲୁ। ତାପରେ ସରକାରଙ୍କର ଅନୁଦାନରେ ସାହାଯ୍ୟ ପାଇବା ପରେ ଦିବ୍ୟାଙ୍ଗ ଇଏରେ ତାକୁ ଘର ଖଣ୍ଡେ ଗଭର୍ଣ୍ଣମେଣ୍ଟ ସାହାଯ୍ୟରେ ମିଳିଲା। ଆମେ ସେ ଘର କାମ ବି ଆରମ୍ଭ କରିଛୁ ଜଷ୍ଟ ନିମଟାଲ ପର୍ଯ୍ୟନ୍ତ ବି ଯାଇଛି। ତା କାମ କଲା ଭିତରେ ଆମର ଏଇ ନେମାଳ ଗ୍ରାମ ପଞ୍ଚାୟତର ଗଗନ ମଲ୍ଲିକ ବୋଲି ଜଣେ ପିଲା ଯିଏକି ବିଜେପିର ଜଣେ ଅଧିକାରୀ ବି ଅଛନ୍ତି ପୋଷ୍ଟରେ ବି ଅଛନ୍ତି। ସେ ଆସି ମତେ ଧମକ ଦଉଛନ୍ତି ଯଦି ମତେ 15,000 ଟଙ୍କା ଆପଣ ନଦେବେ ତାହେଲେ ମୁଁ ଆପଣଙ୍କର ଘରର କୌଣସି ପ୍ରକାର ବିଲ୍ କରେଇଦେବି ନାହିଁ କି ଆପଣ କୌଣସି ସରକାରୀ ସାହାଯ୍ୟରୁ ବଞ୍ଚିତ ହବ ବୋଲି ଏଇଟା ମୁଁ ଗ୍ୟାରେଣ୍ଟି ଦଉଛି। ମତେ ପଇସା ନଦେଲେ ଆପଣ କୌଣସି ପ୍ରକାର ସାହାଯ୍ୟ ପାଇବ ନାହିଁ। ତମେ ପଇସା ମାଗୁଛି ତା ନାଁ କଣ? ଗଗନ ମଲ୍ଲିକ। ଆପଣଙ୍କ ଗାଁର? ଆମରି ଗାଁର ଜଣେ ପିଲା। ତା ଦେହରେ ବି ମତେ ଧମକ ଦିଆ ହଉଛି ମୁଁ କଣ କରିପାରେ ତୁ ଜାଣିନୁ। ମୋର ହରିଜନ ଭିଡିଓଟି ମୁଁ କରିଥିଲି ସେ ଭିଡିଓ ବି ମୁଁ ମିଡିଆ ଭାଇ ମାନଙ୍କୁ ଦେଇଛି ଆପଣ ବି ସେଟା ଦେଖିପାରିବେ। ଆଉ ମତେ ଧମକ ଦିଆ ହଉଛି ହରିଜନ କୋଟାରେ ଆକ୍ଟ ପକେଇକି ତତେ କଣ କରିବି ତୁ ଦେଖିବୁ। ଆଉ ଅପେକ୍ଷା କର ସମୟକୁ। ଆଉ ଯଦି ମୁଁ ଲୋକମାନଙ୍କୁ ଏତିକି ବି ଟିକେ ନିବେଦନ କରୁଛି ଆମ ପଞ୍ଚାୟତର ଲୋକ ଯଦି କିଏ ଦେଖୁଛନ୍ତି ଟିକେ ସାକ୍ଷୀ ଥାନ୍ତୁ। ମତେ ସେ କହିଛି କଣ ମୋର କରିବ ଦେଖିବ କି ମତେ ବାଡାବାଡି କରିବ କି ମାରିବ ମୋ ଜୀବନ ପ୍ରତି ବି କିଛି ବିପଦ ଅଛି। ଆଉ ଯଦି ମୋର କିଛି କ୍ଷୟକ୍ଷତି ହୁଏ ତାହେଲେ ଏଥିପାଇଁ ଗଗନ ମଲ୍ଲିକ ଦାୟୀ ରହିବ।